ଆଜି ଚନ୍ଦ୍ରକଳା ହରଣ ବିଷୟ ଆରମ୍ଭ କରିବା ମହାଭାରତ। ଆଚ୍ଛା ହଉ। ଜୟନ୍ତୀ ରାଜ୍ୟର ରାଜା ନାମ ଜୟସେନ ମନ୍ତ୍ରୀଙ୍କର ନାମ ତାର ମାନ ମରଦନ ଚନ୍ଦ୍ରକାନ୍ତି ବୋଲିଣ ରାଜାଙ୍କ ପ୍ରିୟବତୀ ସୁଲକ୍ଷଣୀ ନାରୀ ସେ ଯେ ପ୍ରତିବ୍ରତା ସତୀ ସେ ରାଜାଙ୍କର ଅଟରି ଦୁଇଟି କୁମାର ଅତି ଆନନ୍ଦରେ ଦିନ ସାରେ ନୃପବର ଦିନେ ମନ୍ତ୍ରୀଙ୍କୁ ଚାହିଁ କହିଲେ ନୃପନାଥ ହେ ମନ୍ତ୍ରୀ ଜଗତରେ ମୁଁ ଜଣେ ଭାଗ୍ୟବନ୍ତ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। ଆରେ ଦିନେ ମନ୍ତ୍ରୀଙ୍କେ ରାଜା କହିଲେ ହେ ମନ୍ତ୍ରୀ ଏ ଜଗତରେ ଭାଗ୍ୟବନ୍ତ ବୋଲି ଯେତେ ଅଛନ୍ତି ମୁଁ ସେ ମଧ୍ୟରୁ ଜଣେ। ଆଚ୍ଛା ନା କାହିଁକି କେମିତି ଦୂରୁ ଦେଖିବି ରେ ମତେ କରନ୍ତି ଜୁହାର ମନ୍ତ୍ରୀ ବର ହେ ସୁଖରେ ଅଛନ୍ତି ମଧ୍ୟ ପ୍ରଜା ମାନେ ମୋର ମନ୍ତ୍ରୀ ବର ହେ ରାଣୀ ମୋର ସୁଲକ୍ଷଣୀ ପୁଣି ପୁତ୍ରବତୀ ମନ୍ତ୍ରୀ ବର ହେ ଚନ୍ଦ୍ର ସୂର୍ଯ୍ୟ ପରି ମୋର ପୁତ୍ରେ ବିରାଜନ୍ତି ମନ୍ତ୍ରୀ ବର ହେ ଅଷ୍ଟରତନ ମୋହର ଭଣ୍ଡାରରେ ଅଛି ମନ୍ତ୍ରୀ ବର ହେ କହ କେଉଁ ରତ୍ନ ମୋର ଅଭାବ ଅଛି କି ହରି ରାମ ହେ ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ। ହେ ମନ୍ତ୍ରୀ ମୋର କଣ ଅଭାବ ଅଛି ସତ ମନ୍ତ୍ରୀ ବର କହନ୍ତି ରାଜାଙ୍କ ମୁଖ ଚାହିଁ ଦୋଜି ତାର ତନ ତୁମ୍ଭର ଘରେ ନାହିଁ ଦୋହି ତାର ତନ ତୁମ୍ଭର ଘରେ ନାହିଁ ଦୋହି ତାର ତନ। ମନ୍ତ୍ରୀ କହିଲେ ହେ ଚକ୍ରବର୍ତ୍ତୀ ସବୁ ରତ୍ନ ସେନା ଆପଣଙ୍କ ଭଣ୍ଡାରରେ ଅଛି କିନ୍ତୁ କନ୍ୟା ରତ୍ନ ନାହିଁ ଝିଅଟିଏ ନାହିଁ। ଗୋଟିଏ ଝିଅକୁ ପ୍ରଦାନ କରିଦେଲେ କୋଟିଏ ପୁଣ୍ୟ ବୋଲି ଲେଖା ହୋଇଛି ଶାସ୍ତ୍ରରେ। ଗୋଟିଏ ଝିଅ ଯେବେ ହୁଅନ୍ତା ତୁମ୍ଭର ପିତୃଗଣ ମାନେ ବସନ୍ତେ ବୈକୁଣ୍ଠର ପିତୃଗଣ ମାନେ ବସନ୍ତେ ବୈକୁଣ୍ଠର ପିତୃଗଣ ମାନେ ଯଦି ଝିଅଟିଏ ଆପଣଙ୍କର ହୁଅନ୍ତା ଆପଣ କନ୍ୟା ପ୍ରଦାନ କଲେ ଆପଣ ପୁଣ୍ୟବନ୍ତ ହୁଅନ୍ତେ ଆପଣଙ୍କର ପିତୃପୁରୁଷ ମାନେ ମଧ୍ୟ ବୈକୁଣ୍ଠରେ ବସନ୍ତେ। ନିଶ୍ଚୟ। ରାଜା ପଚାରିଲେ ମନ୍ତ୍ରୀ କି କରିବା କହ କେଉଁ ଉପାୟରେ ଆମ୍ଭେ ଲଭିବା ହେ ଝିଅ ମନ୍ତ୍ରୀ କହୁଛନ୍ତି ଯେବେ ଦୁର୍ଗାଙ୍କୁ ସେବିବ ଭଗବତୀ ଦୟା କଲେ ଦୋହିତା ଲଭିବ। ପୁଣି ରାଜା ରାଣୀଙ୍କୁ ସକଳ ବୁଝାଇଲେ ରାଜା ରାଣୀ ଦୁର୍ଗାଙ୍କର କରୁଣା ଲୋଡ଼ିଲେ କିଛି ଦିନେ ଭଗବତୀ ଦେଲେ ସ୍ୱପ୍ନାଦେଶ ତୁମ୍ଭର ମନର ବାଞ୍ଛା ପୂରିବ ଅବଶ୍ୟ। କାଳକ୍ରମେ ରାଣୀଙ୍କର ଗର୍ଭୋଦୟ ହେଲା ରାଜା ରାଣୀଙ୍କର ମନ ଆନନ୍ଦ ହୋଇଲା 10 ମାସ 10 ଦିନ ହୋଇଲା ପୂରଣ ରାଣୀଙ୍କ ଗର୍ଭରୁ ଝିଅଟିଏ ହେଲା ଜନ୍ମ। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। ବୁଝିପାରିଲୁ ତ ରାଣୀଙ୍କ ଗର୍ଭରୁ ଝିଅଟିଏ ହେଲା ଅତି ଆନନ୍ଦ ହେଲେ ହଜାରେ ବ୍ରାହ୍ମଣଙ୍କୁ ଡକାଇ ନରପତି କସିଲେ ଜନ୍ମିଛି ମୋର ଗୋଟିଏ ଦୋହିତି ତାହାର ନାମକରଣ କରନ୍ତୁ ଆପଣ କେଉଁ ଲଗ୍ନରେ ମୋ ଝିଅ ହୋଇଲା ଜନମ। ଧରି ଧରି ବ୍ରାହ୍ମଣେ ଲଗଣ ଥିର କଲେ ଅସ୍ତି ନିମେଷରେ ଝିଅ ଜନ୍ମିଲା ବୋଲିଲେ ଚନ୍ଦ୍ରଙ୍କର କଳାକୁ ଆଣିଛି ଛଡ଼ାଇଣ ଚନ୍ଦ୍ର କଳା ବୋଲିଣ ଝିଅଙ୍କୁ ଦେବା ନାମ ଜୟ ରାମ 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 ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ।
ବୁଝିପାରିଲୁ ତ? ହଁ ବ୍ରାହ୍ମଣ ମାନେ କହିଲେ ହେ ଚକ୍ରବର୍ତ୍ତୀ, ଆହା ଏ ଯେମା ଜନ୍ମ ବେଳକୁ ଆହା। ଚନ୍ଦ୍ରଙ୍କର କଳାକୁ ଛଡାଇ ଆଣିଛନ୍ତି। ଆଚ୍ଛା ଏଣୁ ଚନ୍ଦ୍ର କଳା ବୋଲି ନାମ ଦେବା ଉଚିତ ଅଟେ। ନିଶ୍ଚୟ ନାମଟି ଠିକ ହେଲା, ହେଲା ଗୁଣକୁ ଧରି ନାମ ହେଲା। ଲକ୍ଷଣକୁ ଧରି ଗୁଣକୁ ଧରି ହେଲା। ଆଉ ଗୋଟିଏ ଲୋକ ତା ପୁଅକୁ ଏ ଗୁଣକୁ ଧରି ନାମକରଣ କରିଥିଲା। କିରେ କେମିତି କରିଥିଲା? ଆହେ ତା ଭାର୍ଯ୍ୟା ତା ଘରକୁ ଆସିବାର ଠିକ 6 ମାସ ହେଇଛି, ତାର ଗୋଟିଏ ପୁଅଟିଏ ଜନ୍ମ ହେଇଗଲା। ଆଚ୍ଛା ବିଭିନ୍ନ ପ୍ରକାର ଲୋକ ମଧ୍ୟ କଥାବାର୍ତ୍ତା ହେଲେ। ହଁ କିଛି ଦିନ ପରେ ତା ଭାର୍ଯ୍ୟା ତା ସ୍ୱାମୀ ପଚାରିଲା ବେଲା ହଏ କଣ କରୁଛ ହେ? ହଁ ପ୍ରଥମରେ ତ ଆମକୁ ଈଶ୍ୱର ପୁଅଟିଏ ଦେଲେ, ନୂତନ ସଂସାର ଆମେ ଗଢିଲେ, ହଁ ଆଉ ପୁରୋହିତକୁ ଡାକିରି ଭଲ ଗୋଟେ ନାମଟିଏ କଣ ପୁଅକୁ ଦଉନ? ଆଚ୍ଛା ତା ସ୍ୱାମୀ କହିଲା ପୁରୋହିତକୁ ଡାକି କଣ ନାମକରଣ କରିବି ଲୋ? ହଁ। ମୁଁ ଭାବୁଛି ପିଲାକୁ ଆମର ବେମଜାନ ବୋଲି ନାଁ ଦେବା। ଆଚ୍ଛା ତା ଭାର୍ଯ୍ୟା ବୋଲା ହିଁ ହଁ। ଏମିତି ଗୋଟେ ଅସୁନ୍ଦରିଆ ନାଁ କେମିତି ଦବ ମ? ଆଚ୍ଛା। ଲୋକେ କି ସୁନ୍ଦର ପୁଅକୁ ନାମକରଣ କରୁଛନ୍ତି, ହଁ। ତମେ ବେମଜାନ ଶଗଡ ଟ୍ରକ ରିକ୍ସା ଏମିତି କେମିତି ନାଁ ଗୋଟେ ଦବ? ଆଚ୍ଛା ଇଏ କହିଲା ଆଲୋ ବାୟାଣୀ, ହଁ। ମୋ ପୁଅ କେମିତି ଚଞ୍ଚଳିଆ ଦେଖେ। ଆଚ୍ଛା ହଇଲୋ ଗାଁ ଯାକର ସମସ୍ତଙ୍କର ପିଲା ଜନ୍ମ ହଉଛନ୍ତି 10 ମାସରେ, ହଇ ମୋ ପୁଅ ଯେବେ 6 ମାସରେ ମୋ ଘରକୁ ପଳେଇ ଆସିଲା, ହଁ 10 ମାସର ରାସ୍ତା ଯେବେ 6 ମାସରେ ପଳେଇ ଆସିଲା, ଆଚ୍ଛା। ବେମଜାନ ଛଡା ମଣିଷ କଣ କୋଉଥିରେ ଆସିବା ସମ୍ଭବ ହୁଏ? ହଇ। ତେଣୁ ତାକୁ ବେମଜାନ ବୋଲି ନାଁ ଦେବା। ଆଚ୍ଛା ତା ଭାର୍ଯ୍ୟା ଟିକେ ରହିଲା ବେଲା ହଁ ହେ ଯୁଗ ତ ଏମିତି ହେଲାଣି, ହଁ ଲୋକେ ଧାନ 6 ମାସରେ ପଚଉଥିଲେ ଯେ ଏବେ 3 ମାସରେ ପଚେଇଲେଣି, ହଁ। ଏଣିକି ସନ୍ତାନ ଏମିତି ଲୋକଙ୍କର ଜନ୍ମ ହେବେ ଆଉ। ଆଚ୍ଛା ହଁ। ଏବେ ଭଇଆ? ନା ବୈଜ୍ଞାନିକ ପ୍ରଣାଳୀ ପରା। ଆରେ ଛାଡେ ଛାଡେ ଶୁଣ କଥା। ଆଚ୍ଛା ଯେତେବେଳେ ବ୍ରାହ୍ମଣ ମାନେ ଏପରି କହିଦେଲେ, ହଁ ତାହା ଶୁଣି ନୃପବର ଆନନ୍ଦ ହୋଇ ବୋଇଲେ ଜାତକର ଫଳାଫଳ କହନ୍ତୁ, ବୋଇଲେ କି ଭୋଗ କରିବ କୁମାରୀ, କୁମାରୀ ମୋହର କି ଚିହ୍ନ ରହି ଅଛି ଅଙ୍ଗରେ, ତାହାର ଭାଗୀରଥୀ ପଣ୍ଡା ନାମେ ଏକ ବିପ୍ର ଥିଲେ, ଜାତକରେ ଗ୍ରହ ଚକ୍ର ବସାଇ କହିଲେ ଯହିଁ ତହିଁ 4 ଗ୍ରହ ଥିଲେ, କତ୍ରରେ ପୁରୁଷେ ରାଜ ଯୋଗ ବିଟପି ସ୍ତ୍ରୀ ଠାରେ ଏ ଜାତକେ ଗ୍ରହ ମାନେ ଅଛନ୍ତି ସେପରି, 16 ବର୍ଷ ବିଟପି ନିନ୍ଦା ପାଇବ କୁମାରୀ ମାତା ପିତା ନ ଜାଣି ଏ ପତିର ଜୀବ, ହରିହର ବ୍ରହ୍ମା ହେଲେ ରଖି ନ ପାରିବ। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ, ନବୀନ ସୁନ୍ଦର ଘନ ବରନ ଶ୍ୟାମ। କହିଲେ ହି ଚକ୍ରବର୍ତ୍ତୀ, ଆହା 16 ବର୍ଷର ଠାରେ ହୁଁ। ଏ ଦୋଚାରି ହେଇଯିବ। ଆଚ୍ଛା ଏ ତାହା ଶୁଣି ମହାକ୍ରୋଧ ହେଲା ଜୟସେନ, କହିଲେ ଭଣ୍ଡାମୀ କଥା କହୁଛ ବ୍ରାହ୍ମଣ, ଇନ୍ଦ୍ରଚନ୍ଦ୍ର ଦେଖି ମତେ କରନ୍ତି ଜୁହାର, ଦୋଚାରି ହୋଇବ କିରେ କୁମାରୀ ମୋହର। ଆରେ ମନ୍ତ୍ରୀ ବର ଯେ ବ୍ରାହ୍ମଣଙ୍କୁ ନେବୁ, ଆହା। ହଜାରେ ବ୍ରାହ୍ମଣଙ୍କର ମୁଣ୍ଡକୁ ହାଣିବୁ। ହାଣିବୁ ରାମ ଯେ ହରି ରାମ, ଯେ ହରି ରାମ ହେ ନବୀନ ସୁନ୍ଦର ରାମ ହେ। ଯେତେବେଳେ ହାଣ ବୋଲି କହିଲା ରାଜନ, ଭୟରେ କଦଳୀ ପତର ପରି ଥରିଲେ ବ୍ରାହ୍ମଣ। ଆହା ହେଲେ ହଁ ମନ୍ତ୍ରୀ ବିଚାର ଉପରେ ପଡିଗଲା ମାଡ। ହଁ ହଁ କାରଣ ଯଦି ହାଣିଦେବେ 1000 ବ୍ରହ୍ମବଦ୍ଧ ପାପ, ହଁ ନ ହାଣିବେ ରାଜଙ୍କର ଆଜ୍ଞା ଅବଜ୍ଞା। ହଁ ହାଡି ନବ ପଇସା, ଢୋଲ ଖାଇବ ମାଡ, ମନ୍ତ୍ରୀ ବିଚାରା ପରେ ପଡିଗଲା। ମାତ୍ର ମନ୍ତ୍ରୀ ତ ବୁଦ୍ଧିମାନ ମନ୍ତ୍ରୀ। ନିଶ୍ଚୟ ମନ୍ତ୍ରୀ ବର କହିଲେ ରାଜାଙ୍କ ମୁଖ ଚାହିଁ ପରୀକ୍ଷା ନ କଲେ କେଉଁ କଥା ସତ ନାହିଁ, ଏବେ ବ୍ରାହ୍ମଣ ମାନଙ୍କୁ ପ୍ରାଣେ ନ ମାରିବା 16 ବର୍ଷ ଯାଏ ବନ୍ଧନେ ରଖିବା। ତାହାଙ୍କର କଥା ଯେବେ ସତ ନ ହୋଇବ, ସେହିଦିନ ସମସ୍ତଙ୍କ ମୁଣ୍ଡ କାଟ ହେବ। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ, ନବୀନ ସୁନ୍ଦର ଘନ ବରନ ଶ୍ୟାମ। କହିଲେ ହେ ଚକ୍ରବର୍ତ୍ତୀ, ଆହା ପରୀକ୍ଷା କରିବା। ନିଶ୍ଚୟ ରାଜା କହିଲେ ହେଲା। ସୈନ୍ୟ ମାନଙ୍କୁ ରାଇ ରାଜା ଆଜ୍ଞା ଦେଲେ, ବ୍ରାହ୍ମଣଙ୍କୁ କାରାଗାରେ ରଖରେ ବୋଇଲେ। ଆଚ୍ଛା ବ୍ରାହ୍ମଣ ମାନେ ରହିଲେ ଦୁଃଖେ କାରାଗାରେ। ଆହା ଚନ୍ଦ୍ରକଳା ବଢିଲା ଏଣେ ଉଆସ ଭିତରେ। ଓହୋ ବ୍ରାହ୍ମଣ ମାନେ ସବୁ ଜେଲରେ ପଡିଗଲେ। ବ୍ରାହ୍ମଣ ମାନଙ୍କୁ ପରୀକ୍ଷା କରିବା ପାଇଁ ରାଜା କାରାଗାରେ ପୁରେଇ ଦେଲେ। ଜ୍ୟୋତିଷ ଶାସ୍ତ୍ର ପରୀକ୍ଷା, ତା ଅର୍ଥ ବ୍ରାହ୍ମଣ ପରୀକ୍ଷା ଆଉ। ହେଲା ବ୍ରାହ୍ମଣ ପରୀକ୍ଷା ଥରେ ଯଦୁମଣି କରିଥିଲେ। କିରେ କେମିତି କରିଥିଲେ? ଥରେ ଗୋଟେ ରଜା ଘରେ ଆଚ୍ଛା ବ୍ରାହ୍ମଣ ମାନେ ସବୁ ବସିଛନ୍ତି, ଯଦୁମଣି ବସିଛନ୍ତି। ହଁ ରଜା ପଚାରିଲେ ତାଙ୍କ ରାୟଗୁରୁଙ୍କୁ ହଁ ଯେ ରାୟଗୁରୁ ମହାଶୟ କି ପୁରୋହିତ ମହାଶୟ ହଁ ଗୋଟେ କଥାର ଉତ୍ତର ଦେବେ। କଣ? ମୋ ମା ମରି ଯାଇଛନ୍ତି। ଆଚ୍ଛା ମା ଆମର ମଲା ବେଳକୁ କିଛି ଦିନ ଥିଲା, ହଁ ସେ ପାଚଲା ଆମ୍ବ ଖାଇବାକୁ ଇଚ୍ଛା କଲେ। ହଇ ମୋ ପାଖକୁ ଖବର ଆସିଲା ଯେ ରାଜମାତାଙ୍କର ଇଚ୍ଛା ହଉଛି ପାଚଲା ଆମ୍ବ ଖାଇବେ। ହଁ ମୁଁ କବିରାଜଙ୍କୁ ପଚାରିଲି, କବିରାଜ କହିଲେ ନାଇଁ
ପାଚଲା ଆମ୍ବ ଅପଥ୍ୟ ହବ ଦିଅନି। ମୁଁ ଦେଲିନି, ମା ଆମର ମରିଗଲେ। ଆମ୍ବୁ ଟିକେ ଖାଇ ବୋଲିକିରି ମା ଆମର ଇଚ୍ଛା କଲେ, ମୁଁ ଦେଇପାରିଲିନି, ମରିଗଲେ। ମୋ ମନରେ ସବୁଦିନ ସେ କଥାଟା ଗୋଟେ ଦୁଃଖ ରହିଲା ଯେ ମାଙ୍କୁ ପାଚଲା ଆମ୍ବୁ ଟିକେ ମୁଁ ଦେଇପାରିଲିନି। ତାଙ୍କର ନିକଟ ହେଇଗଲା, ପରଦିନ କି ଅପରଦିନ ତାଙ୍କର ଶ୍ରାଦ୍ଧ ହବ। ମୋ ମାଙ୍କୁ ସ୍ୱର୍ଗରେ କେମିତି ପାଚଲା ଆମ୍ବ ମିଳିବ, ଏମିତି କଣ ଶାସ୍ତ୍ର ଅଛି କି? ସେଥିରେ ଜଣେ ହଡପରତ୍ନ ବୋଲି ଥିଲେ, ସେ କହିଲେ ଆଜ୍ଞା ଅଛି। ଶ୍ରାଦ୍ଧ ଦିନ ଆମ୍ବ ରସାବଳି କରି ବ୍ରାହ୍ମଣ ଭୋଜନ ଦେବେ। ଆମ୍ବ ରସାବଳି ଟା କେମିତି ହବ ସେ ଗୋଟେ ପଦ୍ୟ କରି ପଢିଦେଲେ। କେମିତି? ଚୁତନ୍ଦୋର ସରି ନବାତ କୁଚୁରି ଗୁଣ୍ଡା ମରିଚ ପରି ନାରିକେଳ କରି ଛେନା ତହିଁ ଭରି ସର୍ବତ୍ର ମିଶ୍ରି କରି ପାଟ କର୍ପୂର କଦଳୀ ଦଳି କରି ସର୍ବତ୍ର ଭାଣ୍ଡେ ଭରି କୃଷ୍ଣ ଲାଗି କରି ବ୍ରାହ୍ମଣଙ୍କୁ ବରି ଖୁଆଓ ତୋଟି ସରି। ଏମିତି ରସାବଳିଟି ତିଆରି ହବ। ରଜା କହିଲେ ନିଶ୍ଚୟ କରାଯିବ। ବ୍ରାହ୍ମଣ କହିଲେ ଆଜ୍ଞା ଭୋଜନ ସିନା ଏୟା ହେଲା, ଆଜ୍ଞା ଦକ୍ଷିଣା ବଡ ଟାଣ। ଦକ୍ଷିଣା କଣ? ରଜା କହିଲେ କି ଦକ୍ଷିଣା? ଭରିଏ ଭରିଏ ସୁନାରେ ଗୋଟେ ଗୋଟେ ଆମ୍ବ ତିଆରି ହବ, ସ୍ୱର୍ଣ୍ଣ ଆମ୍ବ ଦକ୍ଷିଣା ଦିଆଯିବ। ରଜା କହିଲେ ନିଶ୍ଚୟ କରିବା। ଦେବାନଙ୍କୁ ଡକେଇଲେ, କହିଲେ 108 ବ୍ରାହ୍ମଣ ଆସିବେ, 108 ଭରି ସୁନାରେ ମଧ୍ୟ ସ୍ୱର୍ଣ୍ଣ ଆମ୍ବ ତିଆରି ହଉ, ରସାବଳି ଆୟୋଜନ ହଉ। ଯଦୁମଣି ଏସବୁ ଶୁଣୁଛନ୍ତି, ବିଚାର କଲେ ବ୍ରାହ୍ମଣ ସବୁ ଠକିକିରି ଖାଇବାକୁ ଏ କଥା କଲେଣି, ଆଚ୍ଛା ହଉ ଦେଖିବା। ଯୋଉଦିନ ବ୍ରାହ୍ମଣ ଖାଇବାକୁ ଆସିବେ ସେଦିନ ସକାଳୁ ଯଦୁମଣି ସିଂହଦ୍ୱାର ପାଖେ ପହଞ୍ଚିଲେ। କୋଇଲା କାଠ ଗଣ୍ଡେ ଜାଳି ନିଆଁ ଗଦାଟେ କରି ତା ଭିତରେ ଯୋଡେ ଦା ପକେଇ ତତେଇକିରି ସବୁ ରଙ୍ଗଲାଲ କରି ଛିଡା ହେଇଛନ୍ତି। ବ୍ରାହ୍ମଣ ସବୁ ଭୋଜନ ଖାଇବାକୁ ଆସିଲେ। ଯଦୁମଣି କହିଲେ କୁଆଡେ? ବ୍ରାହ୍ମଣ କହିଲେ ଆଜି ଆମ୍ବ ରସାବଳି ଭୋଜନ, ସ୍ୱର୍ଣ୍ଣ ଆମ୍ବ ଦକ୍ଷିଣା ରଜାଘରକୁ ଆମନ୍ତ୍ରଣ ହେଇଛି। ଯଦୁମଣି କହିଲେ ଆପଣଙ୍କୁ କହିଲେ, ମତେ ମଧ୍ୟ ମହାରାଜା କହିଛନ୍ତି ପ୍ରକୃତ ବ୍ରାହ୍ମଣ ହୁଅନ୍ତି ନା ନାହିଁ ଏମାନଙ୍କୁ ପରୀକ୍ଷା କରିକି ଛାଡିବୁ। ମୁଁ କହିଲି ଆଜ୍ଞା କଣ ବ୍ରାହ୍ମଣ ପରୀକ୍ଷା କରିବି? ରଜା କହିଲେ ଆପଣ ଯେମିତି ଶାସ୍ତ୍ରୀୟ ମତରେ ପରୀକ୍ଷା କରିବେ। ଆଉ ମୁଁ ଶେଷକୁ ନିଶ୍ଚୟ କହିଲି ଯେ ବ୍ରାହ୍ମଣଙ୍କର ଗୁରୁ ହଉଛନ୍ତି ଅଗ୍ନି, ନିଆଁ ହଉଛନ୍ତି ଆପଣଙ୍କର ଗୁରୁ। ନିଆଁ ଗୁଡାକ ଶୂଦ୍ରଙ୍କୁ ଯେମିତି ତାତିବ ବ୍ରାହ୍ମଣକୁ ସେମିତି ତାତିବ, ଯେହେତୁ ଆମର ଗୁରୁ ଶିଷ୍ୟ ସମ୍ପର୍କ ଅଛି ନା। ତେଣୁ ଏ ନିଆଁରେ ଦା ପକେଇ ତତେଇକିରି ମୁଁ ରଖିଛି। ସମସ୍ତଙ୍କର ପଛକାନି ଫଡିଆରେ ପଟେ ପଟେ ଲାଛିବି ଦାଗ ଦେବି। ଯିଏ କହିବ ତାତିଲା କି କାଟିଲା ସେଉଟା ଶୂଦ୍ର, ସେ ଏଇଠୁ ବାହୁଡୁ ତା ଘରକୁ ଯାଉ ବାରି। ଯିଏ କହିବ ଆହା ଗୁରୁଙ୍କର କି ଦୟା ଥିଲା, ଚନ୍ଦନ ବୋଳିଲା ବି ଲାଗିଲା ବୋଇଲେ ସେ ଭିତରକୁ ଯାଉ, ଆମ୍ବ ଖାଉ, ଦଶାବଳି ନଉ। ଆଉ ବ୍ରାହ୍ମଣ କହିଲେ ଆଚ୍ଛା ଦଣ୍ଡ ପଇଲା। ଯାହା ହେଲେ ମଧ୍ୟ ରଜା ନ କହିଲେ ତ ଇଏ କହନ୍ତିନି, ହଉ କହିଲେ ଆମ ବ୍ରାହ୍ମଣ ଯାହା କରୁଛ କର। ଯଦୁମଣି କହିଲେ ଜଣେ ଜଣେ କିରି ଆସ। ସେ କବାଟ କୋଣକୁ ଡାକି ନେଇଯାଆନ୍ତି। ସେ ନିଆଁ ଭିତରୁ ଗୋଟେ ଦାଟେ ଝିକିରି ଚଡପରା ଫଡିଆର ଲୁଗା ଟେକି ଚଡପରା ମାରି ଦିଅନ୍ତି। ଆଉ ଜଣେ ଆସନ୍ତୁ ଚଡପରା ମାରି ଦିଅନ୍ତି। ପରିହାସରେ ପଚାରନ୍ତି ମିଶ୍ରେ କଣ ଲାଗିଲା? ସେ ତରବର ହେଇ ଚନ୍ଦନ ବୋଳିଲା ପରି ଲାଗୁଛି। ସବୁ ଗୋଟେ ଗୋଟେ ବିଦାୟ କଲେ। ରଜା ଚାହିଁଛନ୍ତି। ରଜା ଚାହିଁଲେ ବୋଲେ କି ଗୋସାଇ ମାନେ କଣ ଡେରି ହେଲା? ବ୍ରାହ୍ମଣ କହିଲେ ଆଜ୍ଞା ଆପଣ ଯୋଉ ପରୀକ୍ଷା କରିବାକୁ ଯଦୁମଣି କି କହିଲେ ଡେରି କଣ ହବ ଆଜ୍ଞା, ଆଜି ପର୍ଯ୍ୟନ୍ତ ପୋଡି ଉଠୁଛି। ଆଉ କି କଣ ପରୀକ୍ଷା ଯଦୁମଣି କି ମୁଁ କାହାକୁ କଣ କହିଥିଲି? ନା ଆଜ୍ଞା ଆପଣ କହିଥିଲେ ବୋଲି ନିଆଁ ଗୋଟେ ଜାଳିକିରି ଦା ତତେଇକିରି ସମସ୍ତଙ୍କୁ ପଟେ ପଟେ ଲାଛିକିରି ଛାଡିଛି। ରଜା ମହାକ୍ରୋଧ ହେଲେ। ଯଦୁମଣି କି ଡକେଇଲେ, କହିଲେ ଯଦୁମଣି ତମେ ମୋ ନା କହି ବ୍ରାହ୍ମଣଙ୍କୁ ଏ ଦଣ୍ଡ କାହିଁକି ଦେଇଛ? ଯଦୁମଣି କହିଲେ ଆଜ୍ଞା ଆପଣ ଆଜି ଆମ୍ବ ଭୋଜନ ରସାବଳି ଏସବୁ ଆୟୋଜନ ସବୁ କାହିଁକି କରିଛନ୍ତି? ରଜା କହିଲେ ମୋ ମାଙ୍କର ଆଶା ଥିଲା ପାଚଲା ଆମ୍ବ ଖାଇବାକୁ, ମଲା ବେଳେ ଯେ ମୁଁ ଦେଇନଥିଲି। ତାଙ୍କର ଶ୍ରାଦ୍ଧ ଦିନ ଆଜି ରସାବଳି ଭୋଜନ ସ୍ୱର୍ଣ୍ଣ ଆମ୍ବ ଦକ୍ଷିଣା ଦିଆ ହଉଛି, ମୋ ମାଙ୍କୁ ସ୍ୱର୍ଗରେ ଆମ୍ବ ମିଳିବ ବୋଲି। ଯଦୁମଣି କହିଲେ ଆଜ୍ଞା ମୁଁ ମଧ୍ୟ ସେଇଥିପାଇଁ କଲି। ମୋ ମା ମଲା ବେଳକୁ ମୋ ମାଙ୍କର ଗୋଟେ ଗୋଟେ ବାତ ହେଇଗଲା, ପକ୍ଷିଆ ବାତ। ଓଷ ଦେଲି ଭଲ ହେଲାନି। ଜଣେ କହିଲା ହେ ଦା ତତେକିରି ବାତ ଶିରୁଟାକୁ ଲାଛି ଦିଅ, ରୋଗୁଟା ପଳେଇବ। ମୁଁ ଲାଛିଲିନି, ମୋ ମା ମରିଗଲେ। ଆପଣଙ୍କ ମା ଯେମିତି ଆମ୍ବ ଖାଇବାକୁ ସ୍ୱର୍ଗରେ ବସିଛନ୍ତି, ମୋ ମା ସେମିତି ବାତ ଗୋଡ ଧରି ବଡ କଷ୍ଟ ପାଇ ଆଜ୍ଞା ସ୍ୱର୍ଗରେ ବସିଛନ୍ତି। ବ୍ରାହ୍ମଣ ଯଦି ଆମ୍ବ ଖାଇଲେ ଆପଣ ମାଙ୍କୁ ସ୍ୱର୍ଗରେ ଆମ୍ବ ମିଳିବ, ଏ ବ୍ରାହ୍ମଣଙ୍କୁ ଲାଛି ଦେଲେ ମୋ ମାର ବାତ ଗୋଡଟା ଭଲ ହେଇଯିବ ବୋଲି ମୁଁ ଏ କଥା କରିଛି ଆଜ୍ଞା। ରଜା ଘଡିଏ ପର୍ଯ୍ୟନ୍ତ ହସିଲେ। କହିଲେ ଇଏ ଯଦୁମଣି କଥା କଣ ଶୁଣୁଛ? ମୋ ମୁହଁକୁ ଚାହୁଁ 10 ଟଙ୍କା ପଛେ ଅଧିକ ଦଉଛି ନିଅ ଏଣିକି, ଆଉ ତାପରେ ରାଗ ନହେ। ଯେମିତି ବ୍ରାହ୍ମଣ ପରୀକ୍ଷା କରିଥିଲେ ଏବେ ଜୟସନ ତା ଝିଅ ପାଇଁ ସେମିତି 1000 ବ୍ରାହ୍ମଣଙ୍କୁ ଜେଲରେ ପୁରେଇ ଦେଲେ। ତୁ କୋଉ କଥା ଆଣି କୋଉଠି କହୁଛୁ ରେ? ପରୀକ୍ଷା ତ ଆଉ। ଆରେ ଶୁଣେ, ବ୍ରାହ୍ମଣ ମାନେ କାରାଗାରେ ଅଛନ୍ତି, ଚନ୍ଦ୍ରକଳା ତ ଉଆସରେ ବଢୁଛି। ଶୁକ୍ଳ ପକ୍ଷରେ ଯେହ୍ନେ ବଢେ କଳା ନିଧି, ସେପରି ଚନ୍ଦ୍ରକଳାର ଶୋଭା ହେଲା ବୃଦ୍ଧି। 15 ବରଷେ ଯେ ମା ହେଲା ରଜବତୀ, ତା ଦେହରେ ବି ଯେ ହେଲା ଯୌବନ ନୃପତି। 15 ବରଷ 10 ମାସ ଗଲା ହୋଇ, ଦିନେ ରାଜା ଆଗରେ କହିଲେ ମହାଦେଇ, ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ, ନବୀନ ସୁନ୍ଦର ଘନ ବରନ ଶ୍ୟାମ। ରାଣୀ କଣ କହିଲେ ରାଜାଙ୍କୁ? ଯୁବା ହୋଇ ଚନ୍ଦ୍ର କଳା ରହି
ଅଛି ଘରେ ରହି ଅଛି ଘରେ କାହାର ବିବାହ କଥା ଭାବୁ ନ ମନରେ ଭାବୁ ନ ମନରେ ରାଣୀଙ୍କ ମୁଖରୁ ଶୁଣି ରାଜା ଜୟ ସେନ ହେ ରାଜା ଜୟ ସେନ ମନ୍ତ୍ରୀ ବରଙ୍କୁ ହକାରି କହିଲେ ସନ ସେ କହିଲେ ସନ ଆମ୍ଭ ଝିଅ ପାଇଁ ସ୍ୱୟଂବର କରାଇବା ସ୍ୱୟଂବର କରାଇବା ଲକ୍ଷେ ନରପତିଙ୍କି ଯେ ଆମନ୍ତ୍ରଣ ଦେବା ହେ ଆମନ୍ତ୍ରଣ ଦେବା ହେ ମନ୍ତ୍ରୀ ହଁ। ଆମର ରାଜକୀୟ ପ୍ରଥାରେ ସବୁ ରାଜା ମାନଙ୍କୁ ସ୍ୱୟଂବର କର ଆଚ୍ଛା ଯେମା ପାଇଁ ଆମେ ବିବାହ ଉତ୍ସବ କରିବା ରାଜ୍ୟେ ରାଜ୍ୟେ ଚିତା ଉପତର ବର ଗିଲେ ହରି ରାମ ହେ ଚନ୍ଦ୍ରକଳା ସ୍ୱୟଂବର ବାରତା କହିଲେ ଜୟ ରାମ ହେ ଆମନ୍ତ୍ରଣ ରଖିଣ ସକଳ ନୃପର ହରି ରାମ ହେ ଜୟନ୍ତୀ ରାଜ୍ୟରେ ଆସି ହୋଇଲେ ହାଜର ହରି ରାମ ହେ କେଡ଼େ ସଭା ପାଉଅଛି ଜୟନ୍ତୀ ଭୁବନ ହରି ରାମ ହେ ଚନ୍ଦ୍ରକଳା ସଭାକୁ ଆସି କରିବ ବରଣ ଜୟ ରାମ ହେ ଲକ୍ଷେ ରାଜା ବସିଛନ୍ତି ମଣ୍ଡପ ଉପର ଜୟ ରାମ ହେ ଏ ସମୟେ ମିଳିଲେ ନାରଦ ମୁନି ବର ହରି ରାମ ହେ ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ ଆରେ ଏଣେ ସଭା ଲାଗିଛି ଆହା। ଏଣେ ନାରଦ ଆସିଲେ ହଁ ନାରଦ ତ ହେଉଛନ୍ତି ପରମ ଭକ୍ତ ନିଶ୍ଚୟ ଏଇ ପରିସ୍ଥିତି ଗାନ କରି କରି ଆସୁଛନ୍ତି ହୁଁ। ଭଜ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ଼ ମାନସରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ଼ ମାନସରେ ରାମ ନାମ ପଦ ଛାଡ଼ ମାୟା ସଂସାରରେ ପଡ଼ି ଛାର ମାୟା ସଂସାରରେ ପଡ଼ି ନାର ଖାର ନୁହ ଲାଳସାରେ ମନ ନାର ଖାର ନୁହ ଲାଳସାରେ ସାରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ଼ ମାନସରେ ରାମ ନାମ ପଦ ରେ ମନ ଆହା ନାରଦ କହିଲେ ରେ ମନ ହଁ। ରାମଙ୍କୁ ଡାକେ ହୁଁ। କୋ ରାମ ଆହା ଆମର ତ ଅଛନ୍ତି ପରଶୁରାମ ଆହା ରାମ ହୁଁ। ବଳରାମ ହୁଁ। ଏ ତିନି ରାମ ମଧ୍ୟରୁ ତୁ କେଉଁ ରାମଙ୍କୁ ଡାକିବୁ ଆଚ୍ଛା ଦଶରଥ ନନ୍ଦନ ଘନ ଜିତାପ ଘନ ଜନକ ସୁତା ଗୃଦ ଚନ୍ଦନ ରେ ଦଶରଥ ନନ୍ଦନ ଘନ ଜିତା ତାପ ଘନ ଜନକ ସୁତା ହୃଦ ଚନ୍ଦନ ରେ ନନ୍ଦ ମଧୁର ସ୍ମିତ ହାସ ପ୍ରକାଶିତ ମନ୍ଦ ମଧୁର ସ୍ମିତ ହାସ ପ୍ରକାଶିତ ସୁନ୍ଦର ମୁନି ଜନ ବନ୍ଦନ ରେ ମନ ସୁନ୍ଦର ମୁନି ଜନ ବନ୍ଦନ ରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ଼ ମାନସରେ ରାମ ନାମ ପଦ ଏଇ ପରିସ୍ଥିତି କରି କରି ନାରଦ ଆସୁଛନ୍ତି ଆହା ଦୂରୁ ଦେଖି ଜୟ ସେନ ଚୁହାର ହୋଇଲା ଆସନ୍ତୁ ଆସନ୍ତୁ ବୋଲି ପାଛୋଟି ଆଣିଲା ଉତ୍ତମ ଆସନରେ ଯେ ବସାଇଲା ନେଇ ନାରଦ ପୁଛିଲେ ଜୟ ସେନଙ୍କୁ ନାହିଁ ଲକ୍ଷ୍ୟ ରାଜା କାହିଁ ପାଇଁ ତୋ ଘରେ ଅଛନ୍ତି ଏଥିର କାରଣ ମତେ କହ ନରପତି ଜୟ ସେନ କହିଲା ମୁଁ ଗୋଟିଏ କୁମାରୀ ତାର ନାମ ଚନ୍ଦ୍ରକଳା ଆହେ ତ ପଚାରି ତାହାର ନିମନ୍ତେ ମୁଁ କରିଛି ସ୍ୱୟଂବର କେଉଁସ୍ଥରେ ଆସିଛନ୍ତି ପୁରକୁ ମୋହର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର
ଘନ ବରନ ଶ୍ୟାମ। ଯେତେବେଳେ ଜୟସେନ ଏପରି କହିଦେଲା ଶୁଣି ମୁନି ଚାରି ଦିଏ ନେତ୍ର ବୁଲାଜିଲେ ଜୟ ରାମ ଭଜ ଗୋବିନ୍ଦ ରାମ। ଜଣେ ହେଲେ କୃଷ୍ଣଙ୍କ ପୁଅକୁ ନ ଦେଖିଲେ ଜୟ ରାମ ଭଜ ଗୋବିନ୍ଦ ରାମ। ଜୟସେନଙ୍କୁ କହିଲେ କେଡ଼େ କଥା କଲୁ ଜୟ ରାମ ଭଜ ଗୋବିନ୍ଦ ରାମ। ରାଜା ମାନଙ୍କୁ କାହିଁକି ଡକାଇ ଆଣିଲୁ ଜୟ ରାମ ଭଜ ଗୋବିନ୍ଦ ରାମ। ଏ ଅଧୁରା କିଏ ବୁଢା ବୟସ ୟାଙ୍କର ଜୟ ରାମ ଭଜ ଗୋବିନ୍ଦ ରାମ। ଯୁବରାଜଙ୍କୁ ସିନା କରନ୍ତୁ ସ୍ୱୟଂବର ଜୟ ରାମ ଭଜ ଗୋବିନ୍ଦ ରାମ। ଯଦ୍ୟପି ଏପରି ମନେ ଇଚ୍ଛା ଥିଲା ତୋର ଜୟ ରାମ ଭଜ ଗୋବିନ୍ଦ ରାମ। ମତେ କାହିଁକି ନ କହିଥିଲୁ ଦଣ୍ଡଧର ଜୟ ରାମ ଭଜ ଗୋବିନ୍ଦ ରାମ। ଆଣି ଦେଇଥାନ୍ତି ତୋର ଜୀବନ ଯୋଉ ଆଣି ଜୟ ରାମ ଭଜ ଗୋବିନ୍ଦ ରାମ। ଝିଅ ତୋର ଯାଇଥାନ୍ତା ତା ପଛେ ଗୋଡାଇ ଜୟ ରାମ ଭଜ ଗୋବିନ୍ଦ ରାମ। କହିଲେ ମତେ ଯଦି କହିଥାନ୍ତୁ ଉତ୍ତମ ବର ପାତ୍ର ମୁଁ ଆଣିଥାନ୍ତି। ଆମେ ଚାରିଆଡେ ବୁଲିବା ଲୋକ। ଜୟସେନ ବୋଇଲେ ତେବେ ଯାଅ ମୁନିବର କାହାକୁ ଦେଖିଛ ଏବେ ଆଣ ଏ ସଭାର। ଆଚ୍ଛା କହିଲେ ହେ ମୁନି ମୋ ଝିଅ ତ ଆହୁରି ସଭାକୁ ଆସିନାହିଁ। ଯଦି ଉପଯୁକ୍ତ ବର ପାତ୍ର ଅଛି ଆଣନ୍ତୁ। ଏଇ ସମୟରେ ସଭାକୁ ଆଣନ୍ତୁ। କାହାକୁ ଆଣିବେ ଟିକେ କହିଲେ। ନାରଦ ବୋଇଲେ ରାଜା ଆଜ୍ଞା ଦେଲେ ଯିବି କୃଷ୍ଣଙ୍କର ଗୋଟିଏ ପୁଅକୁ ନାହିଁ। ଜାଣିଥା କୃଷ୍ଣଙ୍କର ନାଁ ପଡିବା ମାତ୍ରେ ତ ଅସୁର ମାନଙ୍କର ମନରେ କଷ୍ଟ। ନାରଦ ବଚନ ଶୁଣି ଜୟସେନ କହେ ରାଣୀ ଆଚ୍ଛା ସମୟରେ ଆଚ୍ଛା କଥା ଆସିବ ଖାଣିଲ ମୁନି ମଣି ଯେ ହଲାଜି ପାଚଲା ଦାଢି କହୁ ଅଛ ହାତ ଲାଡି ଯେ ହলাই ପାଚଲା ଦାଢି। ହେ ନାରଦ ଆଚ୍ଛା ସମୟରେ ଅଛି ଆଚ୍ଛା କଥା କହିଲ। ପିତା ଯେ ତାହାର ନନ୍ଦ ନ ଜାଣଇ ଭଲ ମନ୍ଦ ମୁଣ୍ଡରେ ତାହାର ଖଣ୍ଡିଆ ତଲାରି କେନ୍ଦୁ ବାଡି ଥାଏ କାନ୍ଧ ହେ ଗାଜି ପଛେ ବୁଲୁ ଥାଇ କେଉଁ ରାଜାରେ ଗଣିତ ସେହି ହେ ଗାଈ ପଛେ ବୁଲୁ ଥାଇ। ହେ ନାରଦ କୃଷ୍ଣ କଣ ରଜା ଗୋରୁ ଜଗାଟା ମୋର ବନ୍ଧୁ ହବ ବୋଲି କହୁଛ। ନାରଦ ବୋଇଲେ ଆରେ ଚଣ୍ଡାଳ କେଡି କଥା କରୁଛି ବିଷ୍ଣୁଙ୍କୁ ଗୌଡ଼ ବୋଲୁଛି। ହସ ହସରେ କହିଲେ ନାରଦ ଗୋସାଇ ମନ ମିଳିବାକୁ ସିନା କହୁଥିଲି ମୁହିଁ। ଆଚ୍ଛା ତତେ ପରିହାସରେ ସିନା ମୁଁ କହୁଥିଲି ତୋ ଘରେ କଣ ବନ୍ଧୁ ସେ ଉପଯୁକ୍ତ ବୋଲି କହିନାହିଁ ତ। ଯାଉଛି ବୋଲିଣ କହି ସେଠାରୁ ଉଠିଲେ। ଖଣ୍ଡେ ଦୂର ଯାଇ ମୁନି ମନେ ବିଚାରିଲେ ଚନ୍ଦ୍ରକଳାକୁ ହରି ନିୟନ୍ତା କୃଷ୍ଣଙ୍କ ନନ୍ଦନ ଝିଅ ଦେଇ ଜୟସେନ ପସନ୍ତା ଶରଣ ସେ ବେଳକୁ ମୁହିଁ ମଧ୍ୟ ସେଠାରେ ଥାନ୍ତି ରହି କି କରୁଛୁ ବୋଲି ଗେଲେ ପଚାରନ୍ତି ମୁହିଁ କୃଷ୍ଣଙ୍କୁ ବିଷ୍ଣୁ ବୋଲି ନ ଭାବନ୍ତା ମନର ଏ ଉପାୟ କରିବି ବୋଇଲେ ମୁନିବର। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। ବିଚାର କଲେ ଏ ଚଣ୍ଡାଳ ବିଷ୍ଣୁଙ୍କୁ ଗୌଡ଼ ବୋଇଲା ଆକୁ ଏଇପରି ଭାବରେ ମୁଁ ଆଜି ପାନେ ଦେବି ୟାକୁ ସବୁଦିନେ ୟାର ବଂଶ ସହିତ ମଧ୍ୟ କୃଷ୍ଣଙ୍କୁ ଯେମିତି ବିଷ୍ଣୁ ବୋଲି ମୁଣ୍ଡିଆ ମାରି ସେମିତି କରିଦେବି। ଆଚ୍ଛା କଣ ନା ୟାର ଝିଅକୁ କୃଷ୍ଣଙ୍କର ପୁଅ ଚୋରେଇ ନେଇଯିବାର ଅଛି। ଆଚ୍ଛା ଇଏ ଯାଇକିରି କୃଷ୍ଣଙ୍କର ପାଦ ତଳେ ଝିଅ ଦେଇକିରି ଶରଣ ବସିବାର ଅଛି। ସେତେବେଳେ ପଚାରିବି କି ରାଜା କଣ କରୁଛୁ ଟିକିଲେ ଏମନ୍ତ ବୋଲିନ ନାରଦ ମୁନି ଗଲେ ରାଜଜମାପୁରେ ଯାଇ ପରବେଶ ହେଲେ। କଣ ବୁଝିଲୁ ତ ଭାଇ। ନାରଦ ବିଚାର କଲେ ଜୟସେନର ଝିଅକୁ ତଥା ଚନ୍ଦ୍ରକଳାକୁ ଚୋର ନେବାର ଅଛି। ଆଚ୍ଛା କୃଷ୍ଣଙ୍କର ପୁଅ ଚନ୍ଦ୍ରକଳାପୁରେ ଯାଇ ପରବେଶ ହେଲେ ରାଜଜେମା ଓଳଗିଲା ମୁନି ପାଦ ତଳେ। ନାରଦ କହିଲେ ଆରେ କୁମାରୀ ରତନ ତୋର ସ୍ୱୟଂବର କଥା କଲି ମୁଁ ଶ୍ରବଣ ଦେଖିବାକୁ ସେ ସ୍ଥାନକୁ ଆସିଥିଲି ମୁହିଁ ତୋର
ଅନୁରୂପେ ବର ସେ ମଧ୍ୟରେ ନାହିଁ ତୁ ପାଇଁ ସୁନ୍ଦର ବର ମୁହିଁ ଆଣିଦେବି କୃଷ୍ଣ ପୁତ୍ର ମଦନର ହୁଅ ତୁ ବଲ୍ଲଭୀ। ଜୟ ରାମ 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 ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ। ନାରଦ କହିଲେ ଲୋ ଜେମା ଲକ୍ଷ ରାଜାଙ୍କ ଭିତରେ ତୋ ପରି ବର ହବା ପାଇଁ ଉପଯୁକ୍ତ ଲୋକ ନାହାନ୍ତି। ସବୁ ଦର ବୁଢା ଗୁଡାକ ସେମାନଙ୍କୁ କାହିଁକି ବରିବୁ? କୃଷ୍ଣ ପୁତ୍ରଙ୍କର ମଦନ ତାଙ୍କର ଭାର୍ଯ୍ୟା ହେବୁ ମୁଁ ତାର ସୁବିଧା କରିବି। ଆଚ୍ଛା ଶୁଣି କର ଯୋଡି ଚନ୍ଦ୍ର କଳା ଜଣାଇଲା ଚନ୍ଦ୍ର କଳା ଜଣାଇଲା ହେ ମୁନି ବିଷମ କଥା ହୋଇବ ବୋଇଲା ହୋଇବ ବୋଇଲା ମୋ ପାଇଁ ମୋ ବାପା କରିଛନ୍ତି ସ୍ୱୟଂବର କରିଛନ୍ତି ସ୍ୱୟଂବର ତେଣୁ ଲକ୍ଷେ ରାଜା ଆସିଛନ୍ତି ଆମ୍ଭ ଘର ଆସିଛନ୍ତି ଆମ୍ଭ ଘର। ତୁମ୍ଭ କଥା ଶୁଣି ଯେବେ ନ ଯିବି ସଭାକୁ ମୁଁ ନ ଯିବି ସଭାକୁ ରାଜା ମାନେ ନିନ୍ଦା ଦେବେ ମୋହର ବାପାଙ୍କୁ ହେ ମୋହର ବାପାଙ୍କୁ। ଚନ୍ଦ୍ରକଳା କହିଲେ ହେ ମୁନି ଆପଣଙ୍କ କଥା ଶୁଣି ମୁଁ ଯଦି ସଭାକୁ ନ ଯିବି ସବୁ ରାଜା ମାନେ ମୋ ବାପାଙ୍କୁ ନିନ୍ଦା କରିବେ। ନିଶ୍ଚୟ ସେବେଳେ ସ୍ତମ୍ଭନ ମନ୍ତ୍ର ନାରଦ ପଢିଲେ ମନ୍ତ୍ର ବଳେ ଯେମାନଙ୍କୁ ଆୟତ୍ତ କରିଦେଲେ। ଆଚ୍ଛା ଆରେ ମନ୍ତ୍ର ଯୁଗ ତ ଥିଲା ମନ୍ତ୍ର ଦ୍ୱାରା ଯେମାନଙ୍କୁ ବଶ୍ୟ କରିଦେଲେ। ଆଚ୍ଛା ସେତେବେଳେ ଚନ୍ଦ୍ରକଳା ଜୁହାର ହୋଇଲା ତୁମ୍ଭେ ଯାହା କହିବ ମୁଁ କରିବି ବୋଇଲା। ଆଚ୍ଛା ନାରଦଙ୍କୁ କହିଲା ହେ ମୁନି ଯାହା କହିବେ ତାହା କରିବି। ନାରଦ କହିଲେ ଆରେ କନକ ବରନା ଆଗ ପିତା ସତ୍ୟ ରକ୍ଷା କର ଯାଇକିନା ଯିବୁ ସିନା ବର୍ଣ୍ଣ ମାଳ କାହାକୁ ନ ଦେବୁ ସଭାର ମଧ୍ୟକୁ ଫିଙ୍ଗି ପଳାଇ ଆସିବୁ ତୋ ପାଇଁ ମୁଁ ଯିବି ଗୋ ଦ୍ୱାରକା ନଗର ମନାଇ ଆଣିବି ନିଶ୍ଚୟ କୃଷ୍ଣଙ୍କ କୁମର। ସ୍ୱୀକାର ଦେଲା ଯେମା ଆନନ୍ଦ ମନର ପୁଣି ନାରଦ ମିଳିଲେ ଯାଇ ସେ ସଭାର ବିଚାରିଲେ ଆଗ ଯାଇ ସେ ସଭାରେ ଥିବି ଯେମା ନବରି ଫେରିଲେ ଦ୍ୱାରକାକୁ ଯିବି। ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। କଣ ବୁଝିଲୁ? ଆହା ନାରଦ ଯାଇ ପୁଣି ସେ ସଭାରେ ବସିଲେ। ଆଚ୍ଛା ଏଣେ ରାଜାଙ୍କର ଆଜ୍ଞାରେ ଯେ ଦାସୀ ମାନେ ଗଲେ ରାଜଜେମାନଙ୍କୁ ଚାହେଣ ଏମନ୍ତ କହିଲେ। ଆଚ୍ଛା କଣ କହିଲେ? ବେଶ ହୋଇଣ ସଭାକୁ ବିଜେ କର ରେ ରାମାମ୍ବର ବେଶ ହୋଇଣ ସଭାକୁ ବିଜେ କର ରେ ରାମାମ୍ବର। ପୂର୍ବ ଜନ୍ମେ ସେ ବି ଥିଲେ ହର ପାଇବ ଏବେ ରସିକ ବର ନୂଆ କାନ୍ତ ଦେଖି ପାଶୋରି ନ ଦେବ ଗୋ ପାଶୋରି ନ ଦେବ ଏହି ନିବେଦନ ସବୁଙ୍କର ହେ ରାମାମ୍ବର ବେଶ ହୋଇଣ ସଭାକୁ ବିଜେ କର ରେ ରାମାମ୍ବର। ଏପରି ହସା ହସି ହୋଇ ଯେମାନଙ୍କୁ ବେଶ କରିଦେଲେ ଆହା ଯେମାନଙ୍କୁ ସୁବେଶ କରି ସର୍ବସହଚରୀ ବାହାରିଲେ ସଭାକୁ ଯେ ଅନୁକୂଳ କରି ଲକ୍ଷେ ରାଜା ବସିଛନ୍ତି ମଣ୍ଡପ ଉପରେ ମୁଣ୍ଡ ପୋତି ଯେମା ଆସୁଛନ୍ତି ଲଜ୍ଜା ଘରେ ଶୋଭା ଦେଖି ରାଜା ମାନେ ହେଲେ କୁହାକୁହି ଏପରି ସୁନ୍ଦରୀ ଆଉ ଜଗତେ କେ ନାହିଁ। କଣ ବୁଝୁଛୁ? ରାଜାମାନେ କଥାବାର୍ତ୍ତା ହେଲେ ଏମିତି ସୁନ୍ଦରୀ ଜଗତରେ ଆଉ କିଏ ନଥିବ। ଏ ରାଜଜେମା ତ ଲଜ୍ଜାରେ ମୁଖ ପୋତି ପୋତି ଆସୁଛି। ଆହା ସହଚରୀ ମାନେ ତାର ତିନି ଦିଗରେ ଅଛନ୍ତି। ଏଣେ ଆହା ଦେଖିଦେଲେ ଯେମିତି ଦେଖିଦେଲେ ରାଜା ମାନେ ପ୍ରଶଂସାରେ କହୁଛନ୍ତି କି ରଙ୍ଗେ ଆସୁଛି ବିମ୍ବା ଧରିରେ ରସବତୀ ରସିକା ହୀରା କି ରଙ୍ଗେ ଆସୁଛି ବିମ୍ବା ଧରିରେ ରସବତୀ ରସିକା ହୀରା ମୋଜି ନେଲା ମନ ନାଗର
ନାଗରୀ ରତନ ମୋହିଲା ମନ ନାଗରୀ ରତନ ମଥା ପୋତି ଆସେ ଧୀରେ ଧୀରେ ରସବତୀ ରସିକା ହୀରା କି ରଙ୍ଗେ ଆସୁଛି ବିମ୍ବା ଧରି ରେ ରସବତୀ ରସିକା ହୀରା ବାତ ଘାତେ ମୁଣ୍ଡ ଓଢଣା ବାତ ଘାତେ ମୁଣ୍ଡ ଓଢଣା ଖସେ ଦେବେ ଧରେ ନବୀନା ବାତ ଘାତେ ମୁଣ୍ଡ ଓଢଣା ଖସେ ଯେବେ ଧରେ ନବୀନା ମଥାମଣି ଗୋଟି ଦିଶଇ ଚହଟି ମଥାମଣି ଗୋଟି ଦିଶଇ ଚହଟି ନୀଳ ଗଗନରେ ଶଶି ପରୀରେ ରସବତୀ ରସିକା ହୀରା ରାଜା ମାନେ ପ୍ରଶଂସା କରୁଛନ୍ତି ତେଣେ କଣ କଲେ ହୁଁ ଜଗତି ଉପରେ ନେଇ ରାଜଜେମାଙ୍କୁ ଉଭା କରାଇଲେ ଆଚ୍ଛା ଜୟସାନ ଦୁହିତାକୁ କହିଲା ସେ କାଳେ କଣ ବୋଲି ତୋ ନିମନ୍ତେ ଏହାଙ୍କୁ କରିଛି ସ୍ୱୟଂବର ଆଚ୍ଛା ଲୋ ଜେମା ତୋର ମନ ଅନୁସାରେ ଏହାଙ୍କୁ ତୁ ଯାଇ ଜଣେ ବର ଆହା ଆମ ରାଜକୁଳର ପ୍ରଥା ରହିଛି ସ୍ୱୟଂବର ଆଚ୍ଛା ଏଇଥିପାଇଁ ମୁଁ ଏମାନଙ୍କୁ ଡକେଇଛି ୟା ମଧ୍ୟରୁ ତୁ ଜଣଙ୍କୁ ବର୍ଣ୍ଣମାଳ ଦିଅ ସେତେବେଳେ ଚନ୍ଦ୍ର କଳା ମନେ ବିଚାରିଲା କାହାର କଥା ମୁଁ ଏବେ କରିବି ବୋଇଲା ପିତା ଗୁରୁ ଏ ଦୁଇ ତ ଅଟନ୍ତି ସମାନ ପୂର୍ବରୁ ତ କହିଛନ୍ତି ବ୍ରହ୍ମାଙ୍କ ନନ୍ଦନ ଏବେ ନିଜେ ବାପ ଆସି ଏପରି କହନ୍ତି କାହାର କଥା ରଖିବା ମୋର ହେବ ନୀତି ବାପା ଘରେ ଥିବା ଯାଏ ବାପା ପ୍ରଭୁ ମୋର ବାପାଙ୍କ କଥା କରିବି ଭାବିଲା ମନର ଜଗତିରୁ ଆସିବାକୁ କଲା ଅନୁମାନ ଏହି କଥା ଜାଣିଦେଲେ ବ୍ରହ୍ମାଙ୍କ ନନ୍ଦନ ଆରେ କଣ ବୁଝିଲୁ ଯେତେବେଳେ ସେ ବରିବାକୁ ଇଚ୍ଛା କରି ଆସିଲା ନାରଦ ଜାଣିପାରିଲେ ଜାଣିଗଲେ ଧୂଳି ମୁଠାଏ ନାରଦ ହାତରେ ଧରିଲେ ମନେ ମନ୍ତ୍ର ମନ୍ତ୍ର ପଢି ମନ୍ତରାଇ ଦେଲେ ରାଜା ଗଣ ସଭାକୁ ଫିଙ୍ଗିଲେ ମୁନିବ ସୁନ୍ଦର ରାଜା ଗୁଡାକ ହେଲେ ଅସୁନ୍ଦର ରାମ ଯେ ହରି ରାମ ହେ ନବୀନ ସୁନ୍ଦର ରାମ ହେ ଏସବୁ ତ ମନ୍ତ୍ର ଯୁଗ ଥିଲା ହଁ ସମସ୍ତଙ୍କୁ ଅସୁନ୍ଦରିଆ କରିଦେଲେ ଏ ସମୟ ଚାହିଁ ଦେଲା ଯୁବତୀ ରତନ ହେ ଯୁବତୀ ରତନ ମର୍କଟ ପରାଏ ଦିଶେ ସବିଙ୍କ ବଦନ ହେ ସଭିଙ୍କ ବଦନ ପରିବାର ତେଣେ ଥାଉ ଆଉ ନ ଚାହିଁଲା ସେ ଆଉ ନ ଚାହିଁଲା ନାଳ ତାର ଫିଙ୍ଗି ଦେଜିଲେ ଉଟିଣ ଗଲା ବୁଝିଲୁ ଆଉ ଭରିବ କଣ କା ମୁହଁକୁ ନ ଚାହିଁ ମଧ୍ୟ ମାଳ ଫିଙ୍ଗି ଦେଇ ଘରକୁ ପଳେଇଲା ଆଚ୍ଛା ନାରଦ ଚଳିଲେ ଏଣେ ଦ୍ୱାର କାନ ଘର ହରି ରାମ ହେ ଆଖଡା ଶାଳରେ ଯାଇ ହୋଇଲେ ହାଜର ଜୟ ରାମ ହେ କୃଷ୍ଣଙ୍କର ସାନ ପୁଅ ନାମ ଚନ୍ଦ୍ରସେନ ଜୟ ରାମ ହେ ମୁନିଙ୍କର ପାଦ ପଦ୍ମେ ହୋଇଲା ପ୍ରଣାମ ହରି ରାମ ହେ ନାରଦ କହିଲେ ଆରେ କଲ୍ୟାଣ ଦେଉଛି ଜୟ ରାମ ହେ ବହୁତ ହୋଇ ବଢନ୍ତୁ ତୋର ପୁତ୍ର ରାଧି ଜୟ ରାମ ହେ ଚନ୍ଦ୍ରସେନ ବୋଇଲେ ନାରଦ ଗୋସାଇ ଜୟ ରାମ ହେ ନାତି କାହୁଁ ପାଇବି ମୁଁ ବିଭା ହୋଇ ନାହିଁ ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ ହେ ମୁନି ମୁଁ ତ ବିଭା ହେଇନି ଆଉ ନାତି କୁଆଡୁ ହବ ଘରେ ଚୁଲି ଲାଗିନି ଖାଇବାକୁ ଆସବନି କଣ ଡାକୁଛୁ ପୁରା ବିଭା ହେଇନି ଆଚ୍ଛା କହୁ ନାରଦ ଏ କଥା ବୁଝାଇ କହିଲେ ମୋ ସହିତ ବାବୁ ଏବେ ଆସରେ ବୋଇଲେ ଆଚ୍ଛା କୋଉ କଥା ଏ ଯୋଉ ଚନ୍ଦ୍ରକଳା ରାଜଜମାର କଥା ସବୁ କହିଦେଲେ ଆଚ୍ଛା
ଚନ୍ଦ୍ରସନ ବୋଇଲେ ମୁଁ ହୋଇବି କି ଚୋର ପୁଣି ବୁଝାଇଲେ ତାଙ୍କୁ ବ୍ରହ୍ମାଙ୍କ କୁମର ରୁକ୍ମଣୀଙ୍କି ଶିଶୁପାଳ ଜାନ୍ତା ବିଭା ହୋଇ କୁମ୍ଭ ବାପ କୃଷ୍ଣ ତାଙ୍କୁ ଆଣିଛନ୍ତି ଚୋରାଇ ତେଣୁ ନିନ୍ଦା ହେବ ନାହିଁ ଆସୋମ ସଙ୍ଗର ଉତ୍କଣ୍ଠାରେ ଚନ୍ଦ୍ରସେନ କଲା ଶିଉକାର ପୁଣି ପଚାରିଲେ ତାଙ୍କୁ ବ୍ରହ୍ମାଙ୍କ ନନ୍ଦନ ତୁହି ସିନା ତା ପୁରକୁ କରିବୁ ଗମନ ତତେ ଦେଖି ସେହୁ ଯେବେ କରିଦେବ ନାହିଁ ତେଣିକି କି କରିବୁ ତୁ କହରେ ବୁଝାଇ ଚନ୍ଦ୍ରସେନ କହିଲା ହେ ପାଶେ ତୁମ୍ଭେ ଥିବ ଯେତେବେଳେ ଯାହା ଲୋଡ଼ା କହିଦେଉ ଉଠିବ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ ନାରଦ ବୋଇଲେ ପ୍ରଥମରେ ତୁ ହି ଯିବୁ ତାକୁ ସୁହାଜିଲା ପରି ବଚନ କହିବୁ ସେ ଦେବେ ସେତିକିରେ ନ ଦେବସି କାର ଦ୍ୱିତୀୟରେ ତେଣିକି କରିବୁ ବଳକାର ହେଲେ ଯେବେ ସେ ଯେବେ ନ ଦେବସି କାର ଶେଷ କଥା ତୋର ଅଟେ ଧରିବୁ ପୟର ଏ କୁମର ଶେଷ କଥା ତାର ପାଦ ଧରିଦେବୁ ଆଚ୍ଛା ଚନ୍ଦ୍ରସେନ କହନ୍ତି ହେ ହେବ ଅଭୂଷଣ ବୀର ହୋଇ ଧରିବି କି ନାରୀର ଚରଣ ନାରଦ ବୋଇଲେ ବାବୁ ଜାଣି ନାହୁଁ ତୁହି ତୋର ପରମ୍ପରା ଏପରି ଅଛି ରହି ତୁମ୍ଭ ବାପ କୃଷ୍ଣ ଗୋପପୁରେ ଥିବା ବେଳେ ବୃନ୍ଦାବନେ ବୃନ୍ଦାଙ୍କୁ କାନ୍ଧରେ ଧରିଥିଲେ ରସିକଣ ଧରନ୍ତି କିରେ ରସିକା ଚରଣ ତେଣୁ ଏହା କଲେ ତୋର ନୁହେଁ ଅଭୂଷଣ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ ସେ ବେଳକୁ ହୋଇଲାଣି ହେ 2 ଘଡ଼ି ରାତି ଆହା। ଚନ୍ଦ୍ରସେନଙ୍କୁ ସଙ୍ଗେ ଧରି ଉଠିଲେ ବ୍ରହ୍ମା ଜାତି ଯେଉଁ ପୁରୀ ଚନ୍ଦ୍ର କଳା କରିଛି ଶୟନ ଆହା। ସେ ପୁର କପାଟ ପାଶେ ମିଳିଲେ ଯାଇନ ଆହା କଣ ବୁଝିଲୁ ଚନ୍ଦ୍ରସେନ ଆଚ୍ଛା ନାରଦ ହଁ। ଉଭୟ ଚନ୍ଦ୍ରକଳା ଯେଉଁ ପୁରରେ ବିଶ୍ରାମ ନେଇଛି ସେ ସିଂହଦ୍ୱାର ଯାଇ ପହଞ୍ଚିଗଲେ କୃଷ୍ଣ ପୁତ୍ରଙ୍କୁ ନାରଦ ପୁତ୍ର ବୁଝିଲେ ରେ ବାବୁ ଏପରେ ଚନ୍ଦ୍ରକଳା ଅଛନ୍ତି ତାକୁ ଡାକ ହଁ ବାଟରେ କର ମାରି ଡାକନ୍ତି ନନ୍ଦନ ତୋର ମୁଖ ଦର୍ଶନ ଦିଅ ଜୀବଧନ ଚନ୍ଦ୍ରକଳା ଆଗୋ ଚନ୍ଦ୍ରକଳା ଗೋ ସଙ୍ଗରେ ଅଛନ୍ତି ବ୍ରହ୍ମା ବଳା ଗো ଚନ୍ଦ୍ରକଳା ଗো ସଙ୍ଗରେ ଅଛନ୍ତି ବ୍ରହ୍ମା ବଳା ଗୋ ସ୍ତ୍ରୀଙ୍କି ପୁରୁଷ ବୋଲି ବିଧାତା ନିର୍ମାଣ ଦୟା କରି କବାଟ ଖୋଲ ଗୋ ଜୀବଧନ ଚନ୍ଦ୍ରକଳା ଆଗୋ ଚନ୍ଦ୍ରକଳା ଗୋ ସଙ୍ଗରେ ଅଛନ୍ତି ବ୍ରହ୍ମା ବଳା ଗୋ ଚନ୍ଦ୍ରକଳା ଗୋ ସଙ୍ଗରେ ଅଛନ୍ତି ବ୍ରହ୍ମା ବଳା ଗୋ ଆରେ ଯେତେ ଡାକିଲେ ମଧ୍ୟ ଆହା। ସେ କେଉଁ ମନ୍ଦିରରେ ରାଜ ଜେମାତ ଗଜଦନ୍ତ ପଲଙ୍କରେ ପହୁଡିଛନ୍ତି କାହିଁକି ତାଙ୍କୁ ଶୁଭିବ କାହିଁକି ଖୋଲିବେ ନାରଦ ମନ୍ତ୍ର ବଳେ କବାଟ ଫିଟେଇଦେଲେ ଆଚ୍ଛା ମନ୍ତ୍ର ବଳେ କବାଟ ଫିଟାଇ ପଶି ଗଲେ ଚନ୍ଦ୍ରକଳା ପହୁଡିଛି ପଲଙ୍କ ଉପରେ ଭାଜିଲା କନ୍ୟାର ନିଦ ଚାହିଁ ଦେଲା ସେହି ପଲଙ୍କ ପାଶରେ 2 ଜଣ ଛନ୍ତି ରହି ନାରଦଙ୍କୁ ଚିହ୍ନି ଦେଇ ପଲଙ୍କୁ ଉଠିଲା ସବିନୟ ହୋଇଯାଇ ଚରଣେ ପଡ଼ିଲା ନାରଦ କହିଲେ ଆରେ ଯୁବତୀ ରତନ କୃଷ୍ଣଙ୍କର ପୁତ୍ର ଏହି ନାମ ଚନ୍ଦ୍ରସେନ ତତେ ତାକୁ ଘଟଣ କରିଲେ ବେଦ ଧବର କହି କହି 2ଙ୍କର ଧଇଲେ ସେ କର 2ଙ୍କର କରକୁ
ସେ ଧରା ଧରି କଲେ ଭାଷାରି ଦେଲି ବାପ ଯାଉଛି ବୋଇଲେ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ। ସେଠାରୁ ପଳାଇ ଗଲେ ନାରଦ ଗୋସାଇଁ ବର କନ୍ୟା ପଲଙ୍କରେ ବିଜେ ହେଲେ ଯାଇ ନାନା ହାସ କୌତୁକେ ପୁଆଇଲେ ରାତି। ଆଚ୍ଛା ଏଥୁ ଅନ୍ତେ ଯାହା ହେଲା ଶୁଣ ହେ ମହିପତି। ସେ ରାତିରେ ନାରଦଙ୍କୁ ନିଦ ହୋଇ ନାହିଁ ଜୟସେନଙ୍କୁ କେମନ୍ତେ କହିଦେବି ଯାଇ। ଚନ୍ଦ୍ରକଳାପୁରେ ଏଣେ ସଖୀ ମାନେ ଥିଲେ ସେମାନେ ଏ କଥା ଯାଇ ରାଜାଙ୍କୁ କହିଲେ ଶୁଣ ଆହେ ମହିପତି ଜୟନ୍ତୀ ଈଶ୍ୱର ଚନ୍ଦ୍ରକଳା କନ୍ୟାପୁରେ ପଶି ଅଛି ଚୋର। ତାହା ଶୁଣି ଜୟସେନ ବିଚିତ୍ର ମଣିରା ମନ୍ତ୍ରୀ ବରଙ୍କୁ ସେ କ୍ଷଣି ପାଶକୁ ଡାକିଲା କହିଲା ଆମ ଝିଅ ପୁରେ ପଶି ଅଛି ଚୋର କେତେବେଳେ ସୈନ୍ୟ ଧରି ଯାଇ ତାଙ୍କୁ ଧର। ଜୟ ରାମ 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 ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ। ମନ୍ତ୍ରୀ ଯାଅ କନ୍ୟା ଚୋରକୁ ଧର। ଆଚ୍ଛା ମନ୍ତ୍ରୀ ବର କହନ୍ତି ହେ ଜୟନ୍ତୀ ରାଜନ ହରି ରାମ ହେ ଦଣ୍ଡି ବିନା ମଣ୍ଡି ବିଏ ହଜାରେ ବ୍ରାହ୍ମଣ ହରି ରାମ ହେ ଚନ୍ଦ୍ରକଳା କନ୍ୟା ଜନ୍ମ ବେଳେ ବ୍ରାହ୍ମଣ ହରି ରାମ ହେ ଧରି ଧରି ସବୁ କଥା କହିଥିଲେ ବୁଝାଇ। ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ। କଣ କହିଥିଲେ 16 ବର୍ଷ ଝିଅ ଦୋଚାରି ହୋଇବ। ଆଚ୍ଛା ଏବେ ତ ସେହି କଥା ଘଟିଲା ନରଦେବ। ନିଶ୍ଚୟ କାରାଗାରେ ରହିଛନ୍ତି ସକଳ ବ୍ରାହ୍ମଣ ତାଙ୍କ କଥା କି କରିବା କହନ୍ତୁ ରାଜନ। ରାଜା ବୋଇଲେ ମନ୍ତ୍ରୀ ନିଅ ବ୍ରାହ୍ମଣ ମାନଙ୍କୁ କନକ ସ୍ନାନ କର। କନକ ସ୍ନାନ କର। ଶୁଣି କରି ମନ୍ତ୍ରୀ ବର ଆନନ୍ଦରେ ଗଲେ ବ୍ରାହ୍ମଣ ମାନଙ୍କୁ କନକ ସ୍ନାନ କଲେ। ବ୍ରାହ୍ମଣ ମାନେ ତ ବଡ କଷ୍ଟ ପାଇଥିବେ କି ଆନନ୍ଦ ଲଭିଥିବେ। କିରେ କନକ ସ୍ନାନ ବୋଲେ ତୁ କଣ ବୁଝିଲୁ? ଚୋପା ଛାଡିଯିବ। କଣ ଚୋପା ଛାଡିଯିବ? କନକ ସ୍ନାନ ବୋଲେ ପୁରା ସୁନା ସ୍ନାନ। ସୁନା ତ ପାଣି କଲେ ମଣିଷ ଗାଧେଇବେ। ରଜା ଘର ତ ସୁନା ଅଭାବ ନଥିବ। ହେଲା 1000 କି 2000 ଭରି ସୁନା ନେଇକିରି ଗୋଟେ ଲୁହା କୋଇରେ କୋଥିରେ ଗୋଟେ କଡେଇରେ ପକେଇ ତଳା ଆଡୁ କୋଇଲା କାଠ ଜାଳି ତାକୁ ତରଳେଇକି ସୁନା ଗୁଡାକୁ ପାଣି କରିଥିବେ। ବ୍ରାହ୍ମଣ ମାନଙ୍କୁ ଡାକିବେ ତମ ପରଦା ସନ୍ତୁଷ୍ଟ ହେଲେ ଭିତରେ ସବୁ ବୁଡିକିରି ଗାଧେଇକିରି ବାହାର କାଢିଦେବେ ସବୁ ବରା ପାକୁଡି ଖାଇଲା ପରି ତାହା ନାହିଁ। ଆଉ ବଡ ଲୋକମାନେ ରାଜା ମାନେ ଯାକୁ ସୁବର୍ଣ୍ଣରେ ଅଳଙ୍କାର ପ୍ରଦାନ କରନ୍ତି ଲୋକେ କହନ୍ତି କନକ ସ୍ଥାନ। ଏମିତି ନା କନକ ସ୍ଥାନ ବୋଲେ ସୁନା ଉଡି ଆଉ ଟିକେ ଢାଳିବାରେ ମରିଗଲେ ବ୍ରାହ୍ମଣ ମାନେ କନକ ସ୍ଥାନ ହେଲେ ଭାଗୀରଥୀ ପଣ୍ଡା ହେଲା ରାଜାଙ୍କ ଚାମରେ। କହିଲା ହେ ନରଦେବ ବୁଝି ନ ପାରିଲ ମିଥ୍ୟା ବୋଲି ଜ୍ୟୋତିଷର କଥାକୁ ଭାବିଲ। ନିଶ୍ଚୟ ଜୟସେନ କହିଲା ମୁଁ ଜାଣି ନ ପାରିଲି ବି ଜାଣି ଜ୍ୟୋତିଷ କଥାକୁ ମାନିନେଲି। ଏବେ ମୁଁ ନିଶ୍ଚୟ ଜାଣିଗଲି। ବ୍ରାହ୍ମଣ ମାନେ ଚଳିଲେ ଯେ ଯାହା ଗ୍ରାମକୁ ମନ୍ତ୍ରୀ ବର ଗଲେ କନ୍ୟା ଚୋର ଧରିବାକୁ। ରାଜା ମାନେ ଶୁଣି ବଡ ବିସ୍ମୟ ହୋଇଲେ। ଜୟସେନ ରାଜାଙ୍କୁ ଯେ କହିଲା ସେ କାଳେ ଯେ ଯାଇ କନ୍ୟା ଚୋରକୁ କରିବ ବନ୍ଧନ ତାହାକୁ ମୋହର ଝିଅ କରିବି ପ୍ରଦାନ। ରାମ ଗୋବିନ୍ଦ ହେ ଗୋବିନ୍ଦ। ଜୟସେନ ରାଜା ମାନଙ୍କୁ କହିଲା କନ୍ୟା ଚୋରକୁ ଯିଏ ବାନ୍ଧି ଆଣିବ ତାକୁ ମୋ ଝିଅକୁ ବିବାହ କରିଦେବି। ଇଏ ବଡ ଅସୁବିଧା କଥାଟେ ତ କହିଲା। କାହିଁକି? ଯିଏ ବାନ୍ଧିକିରି ଆଣିବ ତାକୁ ବିବାହ କରିବେ ବୋଲେ ମୁଁ ଭାବୁଛି 10 ଜଣ ଯିବେ ବାନ୍ଧିକିରି ସେ କନ୍ୟା ଚୋରକୁ ଆଣିବି। ଆଚ୍ଛା ଏ ରଜା ସେ ଝିଅଟିକୁ ତାର କାହାକୁ ବିବାହ କରିବ? ଯିଏ ଆଗ ସେ କନ୍ୟା ଚୋରକୁ ବାନ୍ଧିଥିବ। ଆଗ ପଛ କଣ ଟିକଟ କଟା ହଉଛି କ୍ୟୁ ଲାଗିଥିବେ ଲାଇନ ରେ ରହିବେ। ଚୋରକୁ ତ ଧରିବେ ଲକ୍ଷ୍ୟରେ ମାଇଛି ଚର୍ଚ୍ଚା ଟିକି 10 ଜଣ ଧରି ପକେଇବେ। କହିବେ ଆମେ 10 ଲୋକ ବାନ୍ଧିକିରି କନ୍ୟା ଚୋରକୁ ଆଣିଲୁ। ଜୟସେନ ତା ଝିଅ ଚନ୍ଦ୍ରକଳା ଟିକି କାହାକୁ ବିବାହ କରିବ? ତୁ କହିଲୁ ଯୋଉଟା କି କଥା ପରା ପ୍ରଶ୍ନକୁ ଉତ୍ତରଟା ପରା ମୁଁ ପଚାରିଲି ତମେ ଉତ୍ତର ଦେବ ନା। ତୁ ବୁଝିନୁ କଣ? ଏଇଟା ମୁଁ ତତେ ପଚାରିବି ବୋଲି ଭାବୁଥିଲି। ଆଚ୍ଛା ତୁ ମତେ ପଚାରିଦେଲୁ ଏଣୁ ତୁ ଏକା କହିବାର ନ୍ୟାୟ। ଆଚ୍ଛା ମୋ ପ୍ରଶ୍ନକୁ ଯଦି ମୁଁ ଆଉଥରେ ଉତ୍ତର କରିବାରେ ନ୍ୟାୟ ତେବେ ତୁମେ ମତେ ହାରିଲି ବୋଲି କହ। ହାରିଲି ବୋଇଲେ ହାରିଲି ବୋଲେ କହିବି ଯେ ହାରିଲି ବୋଲିବାଟା ଏମିତି କହିଦିଅନ୍ତିନି ସହଜରେ। କାହିଁକି? ଶେଷ କଥା ହାରିଲି ବୋଲି ଲୋକେ କହିବାକୁ ତୁମେ କୁଣ୍ଠିତ କରନ୍ତିନି। ମୁଁ ବୁଝିଗଲି ତୋ ମନର ଭାବ। ଆଉ ହାରିଲି ବୋଇଲେ ଟିକେ ଅପମାନ ସୂଚକ ବୋଲି ଯଦି ଭାଇନାଙ୍କୁ ମୁଁ ପ୍ରଥମରୁ ସୂଚେଇ ଦେବି ସିଏ ମତେ ହାରିଲି ବୋଲିବେନି ମୁଁ କହିବିନି। ଆଚ୍ଛା ଏମିତି କୌଶଳରେ ଫିଟିଯିବୁ କିରେ? ଆଉ କାହାକୁ ସିନା ହେଲେ ଲୋକସାନ
କାଳିଆ ଭାଇ କିଏ ହାରିଲେ ଲୋକ ସାନଙ୍ଗିରେ କିଛି ନି କାହିଁ କହିଲୁ ମୁଁ ତେବେ ହାରିଲି ସତେ କଣ ମୁଁ କହିବି ଜାଣିଛ ତୁ କହିପାରିବୁନି ମୁଁ ଶୂନ୍ୟଟାରେ ହାରିଲି ବୋଲିକିରେ ଏଇଟା ଗୋଟେ କି ବଡ କଥା ତମେ ଭାବି ପାରୁନ ଯେ ମତେ ଘଡି ହେଲା ପଚାରୁଛ ଆରେ ଛାଡେ 20 ଲୋକ ଯିବେ ସେ କନ୍ୟା ଚୋରକୁ ବାନ୍ଧିକି ଜାଣିନେବେ ଆଣନ୍ତୁ ଜୟସନ ତା ଝିଅକୁ କାହାକୁ ବିବାହ କରିବ ସମସ୍ତଙ୍କୁ ଘଡିଏ ଘଡିଏ ବିବାହ କରି ଛାଡ଼ିଦବା ଧାଡରେ ବେଦି ପକେଇବା ସମସ୍ତଙ୍କୁ ଘଡିଏ ଘଡିଏ ବିବାହ କରି ଛାଡିବା କଣ ହେଇଗଲା ତ ଏମିତି ସେ ବେଦିରେ ବସେଇ ବସେଇ ଛାଡ଼ିଦବ ଅଲିଆ କଥା ଆଚ୍ଛା ଶୁଣେ ଶୁଣେ ମେରୁଶୂଳ ନାମେ ଏକ ବୀର ଶୁଣି ଦେଇ ବାହାରିଲା କନ୍ୟା ଚୋର ଧରିବାର ପାଇଁ ଏଣେ ନାରଦ ମିଳିଲେ ଯାଇ ଦ୍ୱାରକା ନଗର ଏ ଖବର ବୁଝାଇଲେ ଯେ କୃଷ୍ଣଙ୍କ ଛାମୁର ହେ ମହାପ୍ରଭୁ ଆପଣ ଯେମିତି ରୁକ୍ମିଣୀକି ଆଣିଥିଲେ ସେମିତି ଆପଣଙ୍କର ପୁଅ ଚନ୍ଦ୍ରସେନ ଚନ୍ଦ୍ରକଳାକୁ ଆଣୁଥିଲା ଏବେ ଜଣା ପଡିଗଲାଣି ସବୁ ଲକ୍ଷ ରାଜା ମାନେ ଜମା ହେଇଗଲେଣି ଏବେ ଯେବେ ନ ଯିବ ବୋଲେ ତୁମ ପୁଅକୁ ଅବଶ୍ୟ ମାରିଦେବେ ସରିଗଲା ପୁଅ ସେଠାରେ କୃଷ୍ଣ ବଳରାମ କ୍ରୋଧ ହେଲେ ଶୁଣେ କୃଷ୍ଣ ବଳରାମ ଯୁଦ୍ଧ ଯାତ୍ରା କଲେ ଜୟନ୍ତୀ ରାଜ୍ୟରେ ଯାଇ ପ୍ରବେଶ ହେଲେ ଲକ୍ଷ ରାଜା ଯୁଦ୍ଧକୁ ହୋଇଲେ ଅଗ୍ରସର ମହାଭୟଙ୍କର ଯୁଦ୍ଧ ହେଲା ରାମ ଯେ ହରି ରାମ ହେ ନବୀନ ସୁନ୍ଦର ରାମ ଦୁଇ ଦଳ ଯାକ ହୋଇଲେ ମହାମୋହି ମହାଘୋର ଯୁଦ୍ଧ କହିବାକୁ ନାହିଁ ହାତୀକି ହାତୀ ଲଗାଇ ଚୌଦନ୍ତ କଲେ ଛାତିକି ଛାତି ଲଗାଇ ସମର ଲାଗିଲେ ପାଇକକୁ ପାଇକ ଲାଗିଲେ ହଣାହଣି ଦୁଲୁ ଦୁଲୁ ହୋଇ ପିଲା ଭେଦିନି କାଣ୍ଡ ଗଜା ମଧ୍ୟରେ ଅସିବର ଲକ୍ଷ ଲକ୍ଷ ହଣ ଉଡ଼ିଲେ ଆକାଶର ଗୁଣଙ୍କର ଗର୍ଜନ ସମୁଦ୍ର ଗର୍ଜନ ଗଜମାନଙ୍କର କାନ୍ଧଗଲା ଛିଡ଼ିଣ ଓଟ ଉପରେ କାଣ୍ଡ ବାଜିଲା ପଟ ପଟ ଓଟ ଗଡ଼ାକ ପଡ଼ିଗଲେ ହୋଇନ ଛୋଟ ପଟ ପାଇକ ମାହୁନ୍ତ ଜମା ବଳି ସରଦାର ଲକ୍ଷ ଲକ୍ଷ ହୋଇନ ପଡ଼ିଗଲେ ଭୂମିର ସୈନ୍ୟ ମାନଙ୍କର ମୁଣ୍ଡ ଛିଡ଼ିବାରେ ନକ୍ଷତ୍ର ପରି ଝଡ଼ିଲା ଭୂମିରେ ପବନ ଘାତରେ ଜେନେ ପାତଳା ଆମ୍ବ ଝଡ଼ି ସେହିପରି ଯୋଦ୍ଧାଙ୍କର ମୁଣ୍ଡ ଗଲା ଛିଡ଼ି ରାମ ଯେ ହରି ରାମ ଯେ ରାମ ରାମ ହେ ନବୀନ ସୁନ୍ଦର ରାମ ପ୍ରବଳ ଯୁଦ୍ଧ ହେଲା କେଡ଼େ ଯୁଦ୍ଧ କଲେ ହେ ବଡ଼ ଯୁଦ୍ଧ ହେଲା ଛାର କନ୍ୟାଟେ ଲାଗି ଛାର ଚନ୍ଦ୍ରକଳା କନ୍ୟାଟେ ଲାଗି ସ୍ତ୍ରୀଟେ ଲାଗି ଜଗତଟା ଏବେ ଧ୍ୱଂସ ହେଇଯାଉ କଣ ଅଯୋଗ୍ୟ ବୋଲି କହୁଛୁ ଛାର ବୋଲୁଛୁ ଆଉ ଜଗତରେ ସ୍ତ୍ରୀ ବଡ ବଡ ଦେଖ ବୁଝଉଛି ଦେଖେ ଆଚ୍ଛା ଧନ ହେଲା ଜଗତରେ ପ୍ରଧାନ ଧନର ଅଧିକାରିଣୀ ହେଉଛନ୍ତି ମହାଲକ୍ଷ୍ମୀ ସତ ବିଦ୍ୟା ହେଲା ଜଗତରେ ପ୍ରଧାନ ବିଦ୍ୟାର ଅଧିକାରିଣୀ ହେଉଛନ୍ତି ସରସ୍ୱତୀ ସତ ପବିତ୍ର ହେଲା ଜଗତରେ ପ୍ରଧାନ ପବିତ୍ରର ଅଧିକାରିଣୀ ହେଉଛନ୍ତି ଗଙ୍ଗା ସଂସାର ତିଆରି କରିବା ହେଲା ପ୍ରଧାନ ସଂସାର ତିଆରି କରୁଛନ୍ତି କିଏ ନା ମାୟାବତୀ ରତି କନ୍ୟା ହେଲା ସବୁ ସ୍ତ୍ରୀ ଶକ୍ତି ହେଲା ପ୍ରଧାନ ଶକ୍ତିର ଅଧିକାରିଣୀ ହେଉଛନ୍ତି ଦୁର୍ଗା ଆଚ୍ଛା ଏ ସବୁ ଛାଡେ ଏ ପୃଥିବୀରେ ଗୋଟିଏ ନାମ ବସୁମାତା ସ୍ତ୍ରୀ ଆଚ୍ଛା ସବୁଥିରେ ବଡ ହେଲେ ସ୍ତ୍ରୀ ହେଲେ ଆଉ କେତେଟା ତାହେଲେ ମିଶଉନ ସବୁ ଭଲ ଗୁଡିକ କହୁଛ କାହିଁକି କହୁନ ଘର ଭାଙ୍ଗୁଛି କିଏ ଯିଏ ହେଲେ କହିବ ସିଏ ପଚାରିବା ଆଏ ତମ ଭାଇ ମାନେ ପୁଣି ବିଭକ୍ତ ହେଇଗଲ ସିଏ କହିବ ବିଭକ୍ତ ହୁଅନ୍ତୁନ ଯେ ମାଇକି ନାଙ୍ଗ ଲାଗି ଆମ ଘର ଭାଜିଗଲା ଛାଡ ଏ ଗାଁ କଥା ପୁରାଣ କଥା ଦେଖନ୍ତୁ ରାବଣଶ୍ୱରର ବଂଶଟି ଧ୍ୱଂସ ହେଇଗଲା କାହା ଲାଗି ସୀତାଙ୍କ ଲାଗି ତ କୋଉଠି ସ୍ତ୍ରୀ ନା ପୁରୁଷ ଭାବୁନ କୁରୁସାଗର ବଂଶ ଧ୍ୱଂସ କରିଦେଲା କିଏ ସେ ଦ୍ରୌପଦୀ ସେଉଠି ସ୍ତ୍ରୀ ନା ପୁରୁଷ କହୁନ ତେଣୁ ସବୁରି ମୂଳରେ ସେମାନେ ଉତ୍ପତ୍ତି ସ୍ତ୍ରୀଙ୍କ ଲାଗି ନିଷ୍ପତ୍ତି ସ୍ତ୍ରୀଙ୍କ ଲାଗି ତିଆରି କରୁଛନ୍ତି ସେମାନେ ଭାଙ୍ଗିଦେବା ଲୋକ ମଧ୍ୟ ସେଇମାନେ ହଉ ତୋ କଥା ଏବେ ହଉ ଯୋଉମାନେ ତିଆରି କରିବା ଶକ୍ତି ରଖିଛନ୍ତି ଭାଙ୍ଗିଦେଲେ ଦୋଷ ଅଛି କି କିଛି ତିଆରି କରିବା ଲୋକ ଭାଙ୍ଗିଦେଲେ କିଛି ଦୋଷ ନାହିଁ ତା ଥରେ ତିଆରି କରିଦବା ତେବେ ବାଢେଇ ମାନେ ଯଦି ଗାଁରେ ନିଆଁ ମାରିଦେବେ ଘରେ ପଡିବ ତାଙ୍କୁ ଦୋଷ ଦେବ କହିବନି ସେ ଘର ତିଆରି କରୁଛନ୍ତି ହଙ୍କର ଏମିତି ଅସାନ୍ଧୁଆ କଥା ଗୁଡିଏ କହୁଛୁ କି ଆଚ୍ଛା ଛାଡ ଶୁଣେ କଣ ହେଲା ଶେଷକୁ ଅସୁର ମାନେ ପରାସ୍ତ ହୋଇଲେ ଆଚ୍ଛା ଜୟସେନ ପଡିଲା କୃଷ୍ଣଙ୍କ ପାଦ ତଳେ ଦେଇ ତୁମ୍ଭ ପାଦେ ପଶୁଛି ଶରଣ ସମ୍ବନ୍ଧୀ ହୋଇଲ ମୋର ପ୍ରଭୁ ନାରାୟଣ ନାରାୟଣ ଆପଣଙ୍କ ପାଦ ତଳେ ମୁଁ ଝିଅ ଦେଇ ଶରଣ ପଶୁଛି ମୋର ସମ୍ବନ୍ଧୀ ହେଲେ ଏହି କାଳେ ନାରଦ ଯେ ସେହିଠାରେ ଥିଲେ କିରେ ରାଜା କେଡେ କଥା କରୁଛୁ ବୋଇଲେ ଗୌଡ଼ ପୁଅର ପାଦ ଧରୁଛୁ କି ତୁହି ଚକ୍ରବର୍ତ୍ତୀ ପକ୍ଷେ ଏହା ସୁନ୍ଦର ନୁହଇ ନାରଦ କହିଲେ କିରେ ଚକ୍ରବର୍ତ୍ତୀ ତୁ ଗୌଡ଼ ପୁଅର ପାଦ ଧରୁଛୁ ଏଇଟା ତ ତୋ ପକ୍ଷରେ ସୁନ୍ଦର ନାହିଁ ଜୟସେନ ଶୁଣି କିଛି ଉତ୍ତର ନଦେଲା ମୌନ ରହି କୃଷ୍ଣଙ୍କୁ ଜୁହାର ହୋଇଲା
ଏହି କାଳେ ବ୍ରହ୍ମାଙ୍କୁ ଯେ କୃଷ୍ଣ ସୁମରିଲେ ହସରେ ବସି ଦଇବ ସେଠାକୁ ହୁଇଲେ ଜୟସେନ ବ୍ରହ୍ମା ପାଦେ ହୋଇଲା ଜୁହାର ଆୟୋଜନ କଲା ସବୁ ଝିଅ ବିଭାଘର ବିଧି ମତେ ବିବାହ ବିଧାନ ସାରି ଦେଲେ ପ୍ରବଧୂ ଘେନି କୃଷ୍ଣ ଦ୍ୱାରକା ଫେରିଲେ ଚନ୍ଦ୍ରକଳା ହରଣ କେ ହୋଇଲା ସମ୍ପୂର୍ଣ୍ଣ ଟିକେ ଟିକେ ବୈଦ୍ୟନାଥ କରିଲେ ରଚନା ଜୟ ଜଗନ୍ନାଥ ଜଗତର ନାଥ ଜୟ ନୀଳଗିରି ସାଇଁ ବୈଦ୍ୟନାଥର ବାଞ୍ଛା ପୁରୀ ଯାଉ ତୁମ୍ଭ ନାମ ଗାଇ ଗାଇ ହେ ହରି ତୁମ୍ଭ ନାମ ଗାଇ ଗାଇ ହେ ହରି ତୁମ୍ଭ ନାମ ଗାଇ ଗାଇ ହରି ତୁମ୍ଭ ନାମ ଗାଇ ଗାଇ ହରି ବୋଲ ହରି ବୋଲ। ବୃନ୍ଦାବନ ଚନ୍ଦ୍ର କୁଞ୍ଜ ବିହାରୀ କୃପା କର ଏ ଦିନ ଜନେ ବୃନ୍ଦାବନ ଚନ୍ଦ୍ର କୁଞ୍ଜ ବିହାରୀ କୃପା କର ଏ ଦିନ ଜନେ রাধাধর মধুলালসী রাধাধর মধুলালসী নাট পাট চোর সাহসী রাধাধর মধুলালসী নাট পাট চোর সাহসী নাচিল পুতনা অষ্টমল সেনা নাচিল পুতনা অষ্টমল সেনা অরিষ্টেশ কোটা দেল সহারি কৃপা কর এ দিন জনে বৃন্দাবন চন্দ্র কুঞ্জ বিহারী কৃপা কর এ দিন জনে ঘঞ্চ বনে বহন যাই ঘঞ্চ বনে বহন যাই সুললিতে মুরলি বাহি ঘঞ্চ বনে বহন যাই সুললিতে মুরলি বাহি প্রেমরে মোহিল ভাই করাইল প্রেমরে মহিল বাই করাইল কুঞ্জর গামিনী গোপনাগরী কৃপা কর এ দিন জনে বৃন্দাবন চন্দ্র কুঞ্জ বিহারী কৃপা কর এ দিন জনে